So, hi friends, ମୁଁ ମଧୁ ୱେଲକମ୍ କରୁଛି ଆଜିର ଏକ ନୂଆ ଭିଡ଼ିଓକୁ। ଫାଷ୍ଟ ଅଫ୍ ଅଲ୍ ମୁଁ ଆଶା କରେ କି ଆପଣମାନେ ଭଲରେ ଥିବେ କିମ୍ବା ଆପଣଙ୍କର ପରିବାର ଭଲରେ ଥିବ। ପୂର୍ବରୁ ଡିସ୍କସ୍ କରୁଥିଲୁ OSSC PIକୁ ଆମେ ଓଡ଼ିଆ ଗ୍ରାମାର ଡିସ୍କସ୍ କରୁଥିଲୁ। ତ ଆଜି ବି ସେମିତି ଡିସ୍କସ୍ କରିବା ଓଡ଼ିଆ ଗ୍ରାମାରର, ଯେଉଁଟାକି ଆପଣମାନଙ୍କର RI ମେନ୍ ଏକ୍ଜାମ୍ ପାଇଁ ବହୁତ ହେଲ୍ପଫୁଲ୍ କରିବ। ଓକେ, ତ ଓଡ଼ିଆ ଗ୍ରାମାରରେ ସେତେ ବି ଏକ୍ସପର୍ଟ ନୁହଁ ମୁଁ, ତ ତଥାପି କ୍ୱେଶ୍ଚିନ୍ ଡିସ୍କସ୍ କରୁଛି, ତ ଆପଣମାନେ ଟିକେ ସପୋର୍ଟ କରିବେ। ଓକେ, ତ ଚାଲନ୍ତୁ ଭିଡ଼ିଓଟି ଦେଖିନେବା। କ୍ୱେଶ୍ଚିନ୍ ଦେଲା, ପୁରୁଷବାଚକ ବିଶେଷ ପଦ ପରେ କେଉଁ ପ୍ରତ୍ୟୟ ଲଗାଇ ଆମେ ନାରୀବାଚକ ବିଶେଷ ଗଠନ କରିଥାଏ? ସେଟା ହେଉଛି ସମସ୍ତ। ଅପସନ୍ ବି ସୁଡ୍ ବି କରେକ୍ଟ ଆନ୍ସର ହବ। ଆଣି ଆମେ ବ୍ୟବହାର କରିଥାଉ, ତାପରେ ଦୀର୍ଘ ବି ବ୍ୟବହାର କରିଥାଉ, ୟା ବି ବ୍ୟବହାର କରିଥାଉ। ତ ଏମାନଙ୍କ ମଧ୍ୟରୁ ସମସ୍ତ ହେଉଛି କରେକ୍ଟ ଆନ୍ସର। ଓକେ, ନେକ୍ସଟ ଦେଖିବା। କ୍ୱେଶ୍ଚିନ୍ ଦେଲା, ନବଡ଼ା ପାଇଁ ନିମ୍ନଲିଖିତ ମଧ୍ୟରୁ କେଉଁଟି ସନ୍ଧି ବିଚ୍ଛେଦ ଟି କଟେ? ସେଟା ହେଉଛି ନବଯୁକ୍ତ ଉଡ଼ା। ତ ଅପସନ୍ ସି ହେଉଛି କରେକ୍ଟ ଆନ୍ସର ହବ। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ଦେଲା, ସହସ୍ରାଂଶୁ ଶବ୍ଦଟି କାହାର ପ୍ରତିଶବ୍ଦ ଲେଖ? ସହସ୍ରାଂଶୁ ହେଉଛି ସୂର୍ଯ୍ୟଙ୍କର ପ୍ରତିଶବ୍ଦ ଅଟେ। ଅପସନ୍ ସି ହେଉଛି କରେକ୍ଟ ଆନ୍ସର ହବ। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ଦେଲା, କେଉଁଟି ବାବ ବିଶେଷଣର ଅନ୍ତର୍ଭୁକ୍ତ ନୁହେଁ? ସେଟା ହେଉଛି ଅବୟ। ତ କ୍ରିୟା ବିଶେଷଣ ସର୍ବନାମ ହେଉଛି ବାବ ବିଶେଷଣର ଅନ୍ତର୍ଭୁକ୍ତ ଅଟେ, କିନ୍ତୁ ଅବୟ ହେଉଛି ନୁହଁ। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ଦେଲା, ଓଡ଼ିଆ ଭାଷାରେ ସ୍ୱରବର୍ଣ୍ଣ କେତୋଟି ଓ କେଉଁଠାରୁ କେଉଁ ପର୍ଯ୍ୟନ୍ତ? ଓଡ଼ିଆ ଭାଷାରେ ସ୍ୱରବର୍ଣ୍ଣ ହେଉଛି 11ଟି ରହିଛି, ଅଠାରୁ ଔ ପର୍ଯ୍ୟନ୍ତ। ତ ଅପସନ୍ ସି ହେଉଛି କରେକ୍ଟ ଆନ୍ସର ହବ। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ଦେଲା, ନିମ୍ନଲିଖିତ ମଧ୍ୟରୁ କେଉଁଟି ବେ ଉପସର୍ଗ ଯୁକ୍ତ ଶବ୍ଦ ନୁହେଁ? ବେ ଉପସର୍ଗ ଯୁକ୍ତ ଶବ୍ଦ ନୁହେଁ, ସେଟା ହେଉଛି ବେଷ୍ଟନ। ଅପସନ୍ ଡି ହେଉଛି କରେକ୍ଟ ଆନ୍ସର ହବ। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ଦେଲା, ଅରଣ୍ୟ ରୋଦନ ଏହା କେଉଁ ଅର୍ଥର ବ୍ୟବହୃତ? ଅରଣ୍ୟ ରୋଦନ ହେଉଛି ନିଷ୍ଫଳ ପ୍ରାର୍ଥନା। ତ ଅପସନ୍ ସି ହେଉଛି କରେକ୍ଟ ଆନ୍ସର ହବ। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ଦେଲା, ପ୍ରବୃତ୍ତିର ବିପରୀତ ଶବ୍ଦ କ'ଣ? ପ୍ରବୃତ୍ତିର ବିପରୀତ ଶବ୍ଦ ହେଉଛି ନିବୃତ୍ତି। ଅପସନ୍ ଏ ହେଉଛି କରେକ୍ଟ ଆନ୍ସର ହବ। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ଦେଲା, ପୁରୁଷ ଯୁକ୍ତ ଉତ୍ତମ। ତ ପୁରୁଷୋତ୍ତମ। ଅପସନ୍ ସି ହେଉଛି କରେକ୍ଟ ଆନ୍ସର ହବ। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ଦେଲା, ଅଳନାକତା ଏହା କେଉଁ ଅର୍ଥରେ ବ୍ୟବହୃତ? ଅଳନାକତା ସେଟା ହେଉଛି ମୂଲ୍ୟହୀନ କଥା। ଅପସନ୍ ଡି ହେଉଛି କରେକ୍ଟ ଆନ୍ସର ହବ। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ପଚାରିଲା, ପ୍ରକାଶ୍ୟର ବିପରୀତ ଶବ୍ଦ କ'ଣ? ପ୍ରକାଶ୍ୟର ବିପରୀତ ଶବ୍ଦ ହେଉଛି ଗୋପନୀୟ। ଓକେ, ଅପସନ୍ ସି ହେଉଛି କରେକ୍ଟ ଆନ୍ସର ହବ। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ଦେଲା, ରାଜର୍ଷି ଶବ୍ଦର ସନ୍ଧି ବିଚ୍ଛେଦ ନିମ୍ନଲିଖିତ ମଧ୍ୟରୁ କେଉଁଟି ଠିକ୍? ରାଜର୍ଷିର ଶବ୍ଦର ସନ୍ଧି ବିଚ୍ଛେଦ ହେଉଛି ରାଜା ଯୁକ୍ତ ଋଷି। ଅପସନ୍ ଏ ହେଉଛି କରେକ୍ଟ ଆନ୍ସର ହବ। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ପଚାରିଲା, ଅଜା ବାରି ମଜା କାହାଣୀ କୁହନ୍ତି। ଏଠାରେ ବାରି ଶବ୍ଦଟି କେଉଁ ପ୍ରକାର ବିଶେଷଣ? ବାରି ହେଉଛି ବିଶେଷଣର ବିଶେଷଣ। ଅପସନ୍ ଏ ହେଉଛି କରେକ୍ଟ ଆନ୍ସର ହବ, ବିଶେଷଣର ବିଶେଷଣ। ଓକେ, ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ପଚାରିଲା, ପାପର ବିପରୀତ ଶବ୍ଦ କ'ଣ? ପାପର ହେଉଛି ପୁଣ୍ୟ। ଅପସନ୍ ଡି ହେଉଛି କରେକ୍ଟ ଆନ୍ସର। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ପଚାରିଲା, ବିଜୁଳି ଆକାଶରେ ଚମକୁଛି। ଚମକୁଛି କେଉଁ କ୍ରିୟା? ଚମକୁଛି ହେଉଛି ଅକର୍ମକ କ୍ରିୟା। ଅପସନ୍ ବି ହେଉଛି କରେକ୍ଟ ଆନ୍ସର ହବ। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ଦେଲା, ମୁହଁ ଦେବା ରୂଢ଼ିଟିର ଅର୍ଥ କ'ଣ? ସେଟା ହେଉଛି ପ୍ରଶ୍ରୟ ଦେବା। ଅପସନ୍ ସି ହେଉଛି କରେକ୍ଟ ଆନ୍ସର ହବ। ତ ଓଡ଼ିଆ ଗ୍ରାମାରରେ ସେତେ ବି ଏକ୍ସପର୍ଟ ନୁହଁ ମୁଁ, ତଥାପି ଓଡ଼ିଆ ଗ୍ରାମାର ଡିସ୍କସ୍ କରୁଛି। ତ ଆପଣମାନଙ୍କୁ ଭଲ ଲାଗୁଥିଲେ ଲାଇକ୍ ଗୋଟେ କରିଦିଅନ୍ତୁ, ତା ସହିତ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ତ ମୁଁ ଯେବେ ବି ଭିଡ଼ିଓ ଅପଲୋଡ଼ କରିବି, ତ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଓକେ, ତ ଟିକେ ସପୋର୍ଟ କରିବେ। ଓକେ, ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ପଚାରିଲା, ନିମ୍ନରେ ପ୍ରଦତ୍ତ କେଉଁ ସ୍ୱରବର୍ଣ୍ଣର ସାଙ୍କେତିକ ରୂପ ନାହିଁ? ସେଟା ହେଉଛି ଅର ନାହିଁ। ତ ଅର ସାଙ୍କେତିକ ରୂପ ନାହିଁ। ଓକେ, ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ପଚାରିଲା, ସିଦ୍ଧ କ୍ରିୟା ପଦଗୁଡ଼ିକର ସାଧାରଣତଃ କି ପଦ ଭାବେ ବାକ୍ୟରେ ବ୍ୟବହୃତ ହୁଏ? ସିଦ୍ଧ କ୍ରିୟା ସେଟା ହେଉଛି କ୍ରିୟା ବାଚକ ବିଶେଷ୍ୟ। ଅପସନ୍ ବି ହେଉଛି କରେକ୍ଟ ଆନ୍ସର ହବ। ନେକ୍ସଟ ଆମେ ଦେଖିବା। କ୍ୱେଶ୍ଚିନ୍ ପଚାରିଲା, ଅନର୍ଥର ମୂଳ ଏହି ଅର୍ଥ ବୁଝାଉଥିବା ରୂଢ଼ିଟି ଲେଖ। ଏଟା ହେଉଛି ନାଟର ଗୋବର୍ଦ୍ଧନ। ଓକେ, ଅପସନ୍ ଏ ହେଉଛି କରେକ୍ଟ ଆନ୍ସର ହବ।
नेक्स्ट आम देखा क्वेश्चन पड़ला देइतिले पाई देइतिले क्यों प्रकार क्रिया देइतिले होची असमापिका क्रिया ऑप्शन सी होची करेक्ट आंसर हबो नेक्स्ट आम देखा क्वेश्चन पड़ला जाति पत्र करबा ए रूढ़ीटी क्यों अर्थ प्रकाश करे सेटा होची धैर्य धरिबा ऑप्शन डी होची करेक्ट आंसर हबो नेक्स्ट आम देखा क्वेश्चन पड़ला वर्ग व्यंजन रो केतोटी वर्ग वर्ण अछि सेटा होची 25 टा वर्ग व्यंजन रहिछि नेक्स्ट आम देखा क्वेश्चन पड़ला सुगम एटारे सु उपसर्ग क्यों अर्थ रे व्यवहृत होइछि सु होची अनायास ऑप्शन डी होची करेक्ट आंसर नेक्स्ट आम देखा क्वेश्चन पड़ला निम्न दिया जाइतिबा क्यों प्रति शब्द जोड़ीटी भूल अटे सेटा होची सची पति अनुज एटा होची भूल अटे ओके ऑप्शन ए होची करेक्ट आंसर ईश प्रभु एटा होची ठीक अछि ते मयिक अंश ठीक अछि देनु काबी एटा भी ठीक अछि नेक्स्ट हम देखिबा क्वेश्चन पड़ला अवतरण शब्दटीर गठन रीति दर्शाओ अवतरण होची अवतृण ऑप्शन सी होची करेक्ट आंसर हबो सो जे मानकु वीडियो देखि भल लागुतले लाइक गोटे करि दियंतु ता सहित चैनल रे नुआतले सब्सक्राइब करि दियंतु जा फल कि मु जेबे भी वीडियो अपलोड करिवि तो आपने सर्वप्रथमे पाई परिबे ओके तो ओडिया ग्रामर रे फास्ट फुल मु कहि देछि तो ओडिया ग्रामर रे सेते भी एक्सपर्ट नुए तथापि ओडिया ग्रामर मु डिस्कस करूछि ओके तो सेटा टिके मैनेज करिवे आउ सपोर्ट करिवे ओके सो थैंक यू फॉर वाचिंग दिस वीडियो हैव ए गुड डे जय जगन्नाथ।